ଆସ ଗପ ଶୁଣିବା ପୁସ୍ତକର ଆଜିର ବିଷୟବସ୍ତୁ ଭୀମ ଓ ମଣ୍ଡାଖିଆ ଅସୁର। ଜଙ୍ଗଲରେ ଅସୁରଟିଏ ରହୁଥିଲା। ସେ ରାତିରେ ଗାଁ ଭିତରକୁ ପଶି ମଣିଷମାନଙ୍କୁ ମାରି ଖାଉଥିଲା। ରାତି ହେଲେ ତା ଭୟରେ ଲୋକମାନେ କବାଟ ବନ୍ଦ କରି ରହୁଥିଲେ। ଦିନେ ଗାଁର ଲୋକମାନେ ସଭା କଲେ। ସଭା ପରେ ଅସୁରକୁ କହିଲେ, ଆମେ ପ୍ରତିଦିନ ପାଳି କରି ତୁମ ପାଖକୁ ଶଗଡ଼େ ଲେଖାଏଁ ମଣ୍ଡା ପିଠା ପଠେଇବୁ। ତୁମେ ଗାଁରେ ପଶି ଆଉ ଆମକୁ ହଇରାଣ କର ନାହିଁ। ଅସୁର ଲୋକମାନଙ୍କ କଥାରେ ରାଜି ହେଲା। ଲୋକମାନେ ପାଳି କରି ପ୍ରତିଦିନ ଶଗଡ଼ ଲେଖାଏଁ ମଣ୍ଡା ପିଠା ପଠାଇଲେ। ଅସୁର ଶଗଡ଼ ଯାଙ୍କ ମଣ୍ଡା ପିଠା ସହିତ ପିଠା ନେଇଥିବା ଲୋକଙ୍କୁ ମଧ୍ୟ ଖାଇ ଦେଉଥିଲା। ଦିନେ ଜଣେ ଗରିବ ବୁଢ଼ୀର ପାଳି ପଡ଼ିଲା। ତାର ଗୋଟିଏ ବୋଲି ପୁଅ। ପୁଅ ପିଠା ନେଇ ଜଙ୍ଗଲକୁ ଗଲେ ଅସୁର ତାକୁ ଖାଇଯିବ। ଏକଥା ଭାବି ମନ ଦୁଃଖରେ କାନ୍ଦିବାକୁ ଲାଗିଲା। ସେଇ ଗାଁରେ ପାଣ୍ଡବ 5 ଭାଇ ରହୁଥିଲେ। ବୁଢ଼ୀର କାନ୍ଦ ଶୁଣି ଭୀମ କହିଲେ, ମାଉସୀ ତୁମେ କାନ୍ଦନା। ତୁମ ପୁଅ ବଦଳରେ ମୁଁ ପିଠା ଶଗଡ଼ ନେଇ ବଣକୁ ଯିବି। ତା ପରଦିନ ଶଗଡ଼ରେ ମଣ୍ଡା ପିଠା ଧରି ଭୀମ ଜଙ୍ଗଲକୁ ଗଲେ। ସେ ବାଟଯାଙ୍କ ଗୋଟା ଗୋଟା କରି ମଣ୍ଡା ପିଠା ଖାଇଲେ। ଅସୁର ପାଖରେ ପହଞ୍ଚିଲା ବେଳକୁ ସବୁଯାକ ମଣ୍ଡା ପିଠା ସରିଗଲା। ଶଗଡ଼ରେ ମଣ୍ଡା ପିଠା ନଥିବା ଦେଖି ଅସୁର ଦାନ୍ତ କଡ଼ମଡ଼ କରି ରାଗିଗଲା ଏବଂ ଗର୍ଜନ କରି ଭୀମକୁ ଖାଇବା ପାଇଁ ମାଡ଼ି ଆସିଲା। ଭୀମ ତ ଭାରି ବଳୁଆ ଥିଲେ। ସେ ଅସୁରକୁ ଡରିଲେ ନାହିଁ। ଅସୁର ସହ ଲଢ଼େଇ କରି ତାକୁ ମାରିଦେଲେ। ଅସୁରକୁ ମାରିଦେବାରୁ ଗାଁ ଲୋକେ ଭୀମକୁ ଖୁବ୍ ଆଦର କଲେ। ଆଉ ସେଇଦିନ ଠାରୁ ଗାଁ ଲୋକେ ମନ ଖୁସିରେ ରହିଲେ। ଆଚ୍ଛା ପିଲାମାନେ, ଏଇ ଗପର ଆମେ କେତୋଟି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ଜାଣିବା। ଗାଁ ଭିତରେ ପଶି ସାଧାରଣ ଲୋକଙ୍କୁ କିଏ ହଇରାଣ କରୁଥିଲା? କିଏ? ନା ଜଙ୍ଗଲରେ ଥିବା ଗୋଟେ ଅସୁର। ଗୋଟେ ଅସୁର ଗାଁ ଭିତରେ ପଶି ସାଧାରଣ ଲୋକମାନଙ୍କୁ ହଇରାଣ ହରକତ କରି ମାରି ଖାଇଯାଉଥିବା। ଅସୁର ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ କି ଉପାୟ ଚିନ୍ତା କଲେ? ନା ସେମାନେ ଚିନ୍ତା କଲେ ଯେ ପ୍ରତିଦିନ ଅସୁର ପାଖକୁ ଶଗଡ଼େ ମଣ୍ଡା ପିଠା ପଠାଇବେ। ଶଗଡ଼ ମଣ୍ଡା ପିଠା ପଠାଇବା ପରେ ବି ଲୋକମାନଙ୍କ ମଧ୍ୟରେ କାହିଁକି ଭୟର ବାତାବରଣ ଖେଳି ଯାଉଥିଲା? କାହିଁକି ନା ମଣ୍ଡା ପିଠା ନେଇକି ଯାଉଥିବା ଲୋକକୁ ଅସୁର ପରିଶେଷରେ ମାରି ଖାଇଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ, ଭୀମ ମଣ୍ଡା ପିଠା ଶଗଡ଼ ନେଇ ଯିବା ପାଇଁ କାହିଁକି ସ୍ଥିର କଲେ? କାହିଁକି ନା ଗୋଟେ ବୁଢ଼ୀ ମାଉସୀ ପୁଅର ସେଦିନ ପାଳି ପଡ଼ିଥିଲା। ଯେହେତୁ ବୁଢ଼ୀ ମାଉସୀର ଗୋଟିଏ ବୋଲି ପୁଅ, ସେ ଅସୁର ପାଖକୁ ମଣ୍ଡା ପିଠା ଶଗଡ଼ ନେଇ ଯିବା ପରେ ନିଶ୍ଚିନ୍ତ ତାର ମୃତ୍ୟୁ। ସେଥିପାଇଁ ସେ କାନ୍ଦୁଥିଲା। ଭୀମ ମାଉସୀର ପୁଅକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ମଣ୍ଡା ପିଠା ଶଗଡ଼ ନେଇ ଯିବା ପାଇଁ ଅସୁର ପାଖକୁ ସ୍ଥିର କଲେ। ଅସୁରଟି କାହିଁକି ଭୀମଙ୍କ ଉପରକୁ ଲମ୍ଫ ପ୍ରଦାନ କଲା ମାରିବା ପାଇଁ? କାହିଁକି ନା ଗୋଟେ ଗୋଟେ ମଣ୍ଡା ପିଠା ଖାଉ ଖାଉ ଭୀମ ସମସ୍ତ ମଣ୍ଡା ପିଠା ଖାଇଯାଇଥିଲା। ଯେହେତୁ ଅସୁରଟି ଦେଖିଲା ଶଗଡ଼ରେ ଆଉ ମଣ୍ଡା ପିଠା ନାହିଁ, ସେଥିପାଇଁ ସେ ଭୟଙ୍କର ଗର୍ଜନ କରି ଜୀବନରୁ ମାରିବା ପାଇଁ ଭୀମଙ୍କ ଉପରକୁ ମାଡ଼ି ଆସିଥିଲା। ଶେଷରେ ଏହାର ପରିଣାମ କ'ଣ ହୋଇଥିଲା? ନା ଭୀମ ଅସୁରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧରେ ଅସୁର ଭୀମଙ୍କ ଠାରୁ ପରାସ୍ତ ହୋଇ ମୃତ୍ୟୁବରଣ କରିଥିଲା। କିଏ ଫୁଲ କେତକୀ, ମୋ ଗପ ହେଲା ଏତିକି। ହଁ, ଆହୁରି ସୁନ୍ଦର ସୁନ୍ଦର ବିଷୟବସ୍ତୁ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।